ବିକ୍ରମ ବେତାଳ ଦ୍ୱିତୀୟ କାହାଣୀ। ପତି କିଏ ଏବଂ ସ୍ତ୍ରୀ କାହାର ହେବା ଉଚିତ। ଯମୁନା କୂଳରେ ଧର୍ମସ୍ଥାନ ନାମକ ଏକ ନଗର ଥିଲା। ସେହି ସହରରେ ଗଣାଧିପ ନାମକ ଜଣେ ରାଜା ରାଜୁତି କରୁଥିଲେ। ସେଠାରେ କେଶବ ନାମକ ଜଣେ ବ୍ରାହ୍ମଣ ମଧ୍ୟ ରହୁଥିଲେ। ବ୍ରାହ୍ମଣ ଯମୁନା କୂଳରେ ଜପ ତପ କରୁଥିଲେ। ତାଙ୍କର ମାଳତୀ ନାମକ ଏକ ଝିଅ ଥିଲା। ସେ ବହୁତ ସୁନ୍ଦର ଥିଲେ। ଯେତେବେଳେ ସେ ବିବାହ ପାଇଁ ଯୋଗ୍ୟ ହେଲେ, ତାଙ୍କ ମା, ବାପା ଏବଂ ଭାଇ ଚିନ୍ତିତ ହୋଇଗଲେ। ସଂଯୋଗବଶତଃ ଗୋଟିଏ ଦିନ ବ୍ରାହ୍ମଣ ତାଙ୍କର ଜଣେ ଗ୍ରାହକଙ୍କ ବିବାହ ଶୋଭାଯାତ୍ରାକୁ ଯାଇଥିଲେ ଏବଂ ସେଠାରେ ଏକ ବ୍ରାହ୍ମଣ ପୁଅକୁ ଦେଖି ସେ ତାଙ୍କ ଝିଅକୁ ସେହି ପୁଅ ସହ ବିବାହ କରାଇବାକୁ ପ୍ରତିଶ୍ରୁତି ଦେଇ ତାଙ୍କୁ ସାଙ୍ଗରେ ଧରି ଆସିଲେ। ଝିଅର ଭାଇ ପାଠ ପଢ଼ିବାକୁ ଯାଇଥିଲେ, ସେ ମଧ୍ୟ ଆଉ ଏକ ପୁଅକୁ ବିବାହର ପ୍ରତିଶ୍ରୁତି ଦେଇ ସାଙ୍ଗରେ ଆଣୁଥିଲେ। ଏପଟେ ଜଣେ ବ୍ରାହ୍ମଣ ପୁଅ ସେମାନଙ୍କ ଘରକୁ ଆସିଥିଲେ। ତାଙ୍କର ସୌନ୍ଦର୍ଯ୍ୟ ଏବଂ ଗୁଣ ଦେଖି ଝିଅର ମା ତାଙ୍କୁ କହିଲେ ଯେ ସେ ତାଙ୍କ ଝିଅକୁ ତାଙ୍କ ସହିତ ବିବାହ ଦେବେ। କିଛି ସମୟ ପରେ ଯେତେବେଳେ ବାପା ଏବଂ ପୁଅ ଘରେ ଏକାଠି ହେଲେ, ସେମାନେ ଦେଖିଲେ ଯେ ସେଠାରେ ତୃତୀୟ ପୁଅ ମଧ୍ୟ ଉପସ୍ଥିତ ଅଛି। ସେମାନଙ୍କ ସହିତ 2 ଜଣ ଆସିଥିଲେ। ଏବେ ନ କରିବେ। ବ୍ରାହ୍ମଣ, ତାଙ୍କ ପୁଅ ଏବଂ ବ୍ରାହ୍ମଣ ମହିଳା ବହୁତ ଚିନ୍ତିତ ଥିଲେ। ଘଟଣାକ୍ରମେ ଝିଅଟିକୁ ଏକ ସାପ କାମୁଡ଼ି ଦେଇଥିଲା ଏବଂ ସେ ମରିଗଲା। ଦୁଃଖରେ ପୀଡ଼ିତ ହୋଇ ସେମାନେ ଝିଅଟିକୁ ଶ୍ମଶାନକୁ ନେଇ ଶେଷକୃତ୍ୟ କଲେ। 3 ପୁଅ ଯେଉଁମାନେ ବିବାହ କରିବା ପାଇଁ ଆସିଥିଲେ ତାଙ୍କ ମଧ୍ୟରୁ ଜଣେ ତାଙ୍କ ହାଡ଼ ଉଠାଇ ଜଙ୍ଗଲକୁ ଫକୀର ଭାବରେ ଗଲେ। ଦ୍ୱିତୀୟ ପୁଅ ପାଉଁଶର ଗଣ୍ଡି ବାନ୍ଧି ସେଠାରେ ଏକ କୁଡ଼ିଆରେ ରହିବା ଆରମ୍ଭ କଲା। ତୃତୀୟ ପୁଅ ଯୋଗୀ ହୋଇ ଦେଶ ଦେଶ ବୁଲିବାକୁ ଲାଗିଲା। ଗୋଟିଏ ଦିନ ବୁଲିବା ସମୟରେ ସେହି ତୃତୀୟ ପୁଅଟି ଏକ ସହରରେ ପହଞ୍ଚି ଜଣେ ବ୍ରାହ୍ମଣ ମହିଳାଙ୍କ ଘରେ ଖାଇବାକୁ ବସିଲା। ସେହି ଘରର ବ୍ରାହ୍ମଣ ମହିଳା ଖାଦ୍ୟ ପରିବେଷଣ କରିବାକୁ ଆସିବା ମାତ୍ରେ ତାଙ୍କ ସାନ ପୁଅ ତାଙ୍କ ପଲ୍ଲୁକୁ ଧରି ପକାଇଲେ। ବ୍ରାହ୍ମଣ ମହିଳା ତାଙ୍କ ପଲ୍ଲୁକୁ ଛାଡ଼ିଲେ ନାହିଁ। ବ୍ରାହ୍ମଣ ମହିଳା ବହୁତ ରାଗିଗଲେ। ସେ ତାଙ୍କ ପୁଅକୁ ଗାଳି ଦେଲେ, ପିଟିଲେ, କିନ୍ତୁ ତା ପରେ ମଧ୍ୟ ସେ ଶୁଣିଲେ ନାହିଁ। ତେଣୁ ବ୍ରାହ୍ମଣ ମହିଳା ତାଙ୍କୁ ଉଠାଇ ଜଳନ୍ତା ଚୁଲିରେ ଫିଙ୍ଗିଦେଲେ। ପୁଅଟି ପୋଡ଼ି ପାଉଁଶ ହୋଇଗଲା। ବ୍ରାହ୍ମଣ ନ ଖାଇ ଉଠିଲେ। ପରିବାରର ସଦସ୍ୟମାନେ ବହୁତ ଚେଷ୍ଟା କଲେ, କିନ୍ତୁ ସେ ଖାଇବାକୁ ରାଜି ହେଲେ ନାହିଁ। ସେ କହିଲେ ଯେ ଯେଉଁ ଘରେ ଏପରି ରାକ୍ଷସ ଅଛି, ମୁଁ ସେଠାରେ ଖାଇପାରିବି ନାହିଁ। ଏହା ଶୁଣି ସେହି ମହିଳା ଭିତରକୁ ଯାଇ ସଞ୍ଜୀବନୀ ବିଦ୍ୟା ପୁସ୍ତକ ଆଣି ଏକ ମନ୍ତ୍ର ଉଚ୍ଚାରଣ କଲେ। ପୋଡ଼ି ପାଉଁଶ ହୋଇଯାଇଥିବା ପୁଅଟି ପୁଣି ଜୀବିତ ହୋଇଗଲା। ଏହା ଦେଖି ବ୍ରାହ୍ମଣ ଭାବିବାକୁ ଲାଗିଲେ ଯେ ଯଦି ମୁଁ ଏହି ପୁସ୍ତକ ଧରିବି, ତେବେ ମୁଁ ସେହି ଝିଅକୁ ମଧ୍ୟ ପୁନର୍ଜୀବିତ କରିପାରିବି। ଏହାପରେ ସେ ଖାଇଲେ ଏବଂ ସେଠାରେ ରହିଲେ। ରାତିରେ ସମସ୍ତେ ଖାଇସାରିବା ପରେ ଶୋଇପଡ଼ିଲେ। ବ୍ରାହ୍ମଣ ଚୁପଚାପ ସେହି ପୁସ୍ତକ ନେଇ ଚାଲିଗଲେ। ଯେଉଁଠାରେ ଝିଅଟି ପୋଡ଼ି ଯାଇଥିଲା ସେଠାରେ ପହଞ୍ଚି ସେ ଦେଖିଲେ ଯେ ଅନ୍ୟ ପୁଅମାନେ ସେଠାରେ ବସି କଥାବାର୍ତ୍ତା କରୁଛନ୍ତି। ଯେତେବେଳେ ଏହି ବ୍ରାହ୍ମଣ କହିଲେ ଯେ ସେ ସଞ୍ଜୀବନୀ ବିଦ୍ୟା ପୁସ୍ତକ ପାଇଛନ୍ତି ଏବଂ ମନ୍ତ୍ର ଉଚ୍ଚାରଣ କରି ସେ ଝିଅଟିକୁ ପୁନର୍ଜୀବିତ କରିପାରିବେ, ସେତେବେଳେ ଦୁହେଁ ହାଡ଼ ଏବଂ ପାଉଁଶ ବାହାର କଲେ। ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରିବା ମାତ୍ରେ ଝିଅଟି ପୁନର୍ଜୀବିତ ହୋଇଗଲା। ଏବେ ସେହି ପୁଅ 3 ଜଣ ତାଙ୍କ ବିବାହ ପାଇଁ ନିଜ ନିଜ ମଧ୍ୟରେ ଲଢ଼ିବାକୁ ଲାଗିଲେ। ଏହା କହି ବେତାଳ କହିଲା, ରାଜା, ମୋତେ କୁହନ୍ତୁ ସେହି ଝିଅଟି କାହାର ସ୍ତ୍ରୀ ହେବା ଉଚିତ। ରାଜା ଉତ୍ତର ଦେଲେ, ଯେଉଁ ଲୋକ ଏକ କୁଡ଼ିଆ ତିଆରି କରି ସେଠାରେ ରହୁଥିଲେ। ବେତାଳ ପଚାରିଲେ, କାହିଁକି? ରାଜା କହିଲେ, ଯେଉଁ ଲୋକ ହାଡ଼ଗୁଡ଼ିକୁ ରଖିଥାଏ ସେ ତାଙ୍କ ପୁଅ ସହିତ ସମାନ। ଯିଏ ଜ୍ଞାନ ଶିଖି ଜୀବନ ଦାନ କରନ୍ତି ସେ ପିତା ସହିତ ସମାନ। ଯିଏ ପାଉଁଶରେ ଖୁସି ହୁଏ ସେ ଏହାର ଯୋଗ୍ୟ। ରାଜାଙ୍କ ଏହି ଉତ୍ତର ଶୁଣି ବେତାଳ କହିଲା, ଠିକ୍ କହିଛ ତୁମେ, ମୁଁ ଯାଉଛି କାରଣ ତୁମେ ସର୍ତ୍ତ ଭଙ୍ଗ କରିଛ। ପାଟି ଫିଟାଇ ଦେଲ। ବେତାଳ ପୁଣି ଯାଇ ଗଛରେ ଝୁଲି ପଡ଼ିଲା।